ଜୟ ଜଗନ୍ନାଥ ପିଲାମାନେ ଆଜି ଦେଖିବା ସିଲେକ୍ଟେଡ୍ ଲଙ୍ଗ୍ କ୍ୱେଶ୍ଚିନ୍ ପିଲାମାନେ ଯାହାକି ଏକ୍ଜାମ୍ରେ 100% ଆସିବ ପିଲାମାନେ ଯାହା ଯାହା ସିଲାବସ୍ ଅଛି ସେଇ ଅନୁସାରେ ସିଲେକ୍ଟେଡ୍ ଲଙ୍ଗ୍ କ୍ୱେଶ୍ଚିନ୍ ପଲିଟିକାଲ୍ ସାଇନ୍ସର କୋର୍ 8 ୟୁନିଟ୍ 4ରୁ ସିଲେକ୍ଟେଡ୍ ଲଙ୍ଗ୍ କ୍ୱେଶ୍ଚିନ୍ ଯଦି ଏହାକୁ ମିସ୍ କରିବେ ତାହେଲେ ପିଲାମାନେ ଆପଣଙ୍କର 2 ମାର୍କ ମିସ୍ ହେବ ଓ ତା ସହିତ 5 ମାର୍କ ଓ ତା ସହିତ ଲଙ୍ଗ୍ କ୍ୱେଶ୍ଚିନ୍। ସେଥିପାଇଁ ପିଲାମାନେ ଏଇ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ତା ସହିତ ଯେଉଁମାନେ କି ଏହି ଚ୍ୟାନେଲରେ ପ୍ରଥମ ଥର ପାଇଁ ଆଉଛନ୍ତି ତାହେଲେ ଶେଷରେ ସବସ୍କ୍ରାଇବ୍ କରନ୍ତୁ ଓ ତା ସହିତ ଆପଣମାନଙ୍କ ଫ୍ରେଣ୍ଡସ୍କୁ ସେୟାର କରନ୍ତୁ। ଆଜି ଦେଖିବା ସିଲେକ୍ଟେଡ୍ ଲଙ୍ଗ୍ କ୍ୱେଶ୍ଚିନ୍। Discuss the composition and function of election commission of India. very important question. ଭାରତରେ ନିର୍ବାଚନ ଆୟୋଗର ଗଠନ କେଉଁପରି ଭାବରେ ଭାରତରେ ନିର୍ବାଚନ ତାଙ୍କର ଗଠନ କେଉଁପରି ହେଇଥାଏ ଓ ସେଇ ଆୟୋଗର ବା ନିର୍ବାଚନ ଆୟୋଗର କାର୍ଯ୍ୟ କ'ଣ କ'ଣ ସେସବୁ ତଳେ ଦିଆଯାଇଛି ପିଲାମାନେ ଦେଖନ୍ତୁ। ଭାରତ ଭଳି ଏକ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳ ଭିତ୍ତି ହେଉଛି ମୁକ୍ତ ବା ଫ୍ରିଡ଼ମ୍ ବା ମୁକ୍ତ ହିସାବରେ ଯାହାକୁ କିଏ ଅଟକେଇ ପାରିବେ ନାହିଁ ଅବାଧ ଓ ନିରପେକ୍ଷ ନିର୍ବାଚନୀ ବ୍ୟବସ୍ଥା କାହା ପକ୍ଷରେ ନାହିଁ ଅବାଧ। ଭାରତରେ ତୃଣମୂଳ ସ୍ତରଠାରୁ ଆରମ୍ଭ କରି ରାଜ୍ୟ ବିଧାନସଭା କେନ୍ଦ୍ର ସଂସଦ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଆଦି ସମସ୍ତ ନିର୍ବାଚନକୁ ସୁଚାରୁ ରୂପେ ବା ଭଲ ରୂପେ ସମ୍ପାଦିତ କରିବା ପାଇଁ ବା ଚଳାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ନିର୍ବାଚନ ଆୟୋଗ ଗଠନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ପିଲାମାନେ ଯାହା ଅଛି ସେମାନଙ୍କ ମଧ୍ୟରେ ନିର୍ବାଚନ ଯାହା ଅଛି ସେ ନିର୍ବାଚନ ଆୟୋଗ ଗଠନ କରାଯାଇଛି କ'ଣ ପାଇଁ ଚଳାଇବା ପାଇଁ ପିଲାମାନେ ଦେଖନ୍ତୁ। ଗଠନ ନିଯୁକ୍ତି ଅଛି ସବୁ ଜାଗା ଅଛି ପିଲାମାନେ ଦେଖିନେବେ ଗୋଟେ ଗୋଟେ କରି ଦେଖି ନିଅନ୍ତୁ। କାର୍ଯ୍ୟକାଳ କେତେ ବର୍ଷ 5 ବର୍ଷ ଥାଏ। ସଦସ୍ୟ ସଂଖ୍ୟା ବର୍ତ୍ତମାନ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସମେତ 3 ଜଣ ସଦସ୍ୟ ବିଶିଷ୍ଟ ଆୟୋଗ ନିର୍ବାଚନ ପରିଚାଳନା କରୁଛନ୍ତି ବୋଲି କୁହାଯାଉଛି। ଚାକିରି ସର୍ତ୍ତାବଳୀ ଚାକିରି ପାଇଁ ତାର କ'ଣ ସର୍ତ୍ତ କ'ଣ ଅଛି ବୋଲି କୁହାଯାଉଛି। କ'ଣ ସେ ଚାକିରି ସିନା ପାଇଲା ପରେ କ'ଣ ସର୍ତ୍ତ ରହିବ ସେଠାରେ ବୋଲି କୁହାଯାଉଛି ପିଲାମାନେ ସେସବୁ ଦିଆଯାଇଛି। ଦରମା ଓ ଭତ୍ତା ଦରମା କେତେ ଓ ଭତ୍ତା କେତେ ଦରମା ଓ ଭତ୍ତା ପିଲାମାନେ ସମସ୍ତେ ଜାଣିଥିବେ ଟଙ୍କା କେତେ ମିଳିବ ମନ୍ଥଲି ଓ ତା ସହିତ ଭତ୍ତା ବା ରିଟାୟାର୍ଡ଼ ହେଲା ପରେ କେତେ ବୋଲି କୁହାଯାଉଛି ଦେଖି ନିଅନ୍ତୁ। ପଦଚ୍ୟୁତ କେଉଁପରି ଭାବରେ ବହିଷ୍କାର ହେବେ ଦେଖନ୍ତୁ। ଆୟୋଗଙ୍କ ବିରୋଧରେ ପ୍ରମାଣିତ ଅସଦାଚରଣ ଯାହାକି ଭଲ ଭାବ ୱାର୍ଡ଼ ନାହିଁ ଖରାପ ବ୍ୟବହାର କୁହାଯାଇଥାଏ। ଅପାରଗତା ଭଳି ମହାଭିଯୋଗ ପ୍ରସ୍ତାବ ସଂସଦ ଦ୍ୱାରା ଆଗତ ହୋଇ ଗୃହୀତ ହେଲେ ରାଷ୍ଟ୍ରପତିଙ୍କ ଦ୍ୱାରା ବହିଷ୍କୃତ ହୋଇଥାନ୍ତି ବା ଯିଏକି ଆୟୋଗ ଥାଏ ତାଙ୍କ ବିରୋଧରେ ପିଲାମାନେ ପ୍ରମାଣିତ ଅସଦାଚରଣ ଯାହାକି ପ୍ରମାଣିତ ଅସଦାଚରଣ ଓ ଅପାରଗତା ଏଇଭଳି ଭାବରେ ମହାଭିଯୋଗ ଯଦି ଆଣନ୍ତି ତାହେଲେ ସଂସଦ ଦ୍ୱାରା ଆଗତ ହୋଇ ଗୃହୀତ ହେଲେ ରାଷ୍ଟ୍ରପତିଙ୍କ ଦ୍ୱାରା ଯିଏକି ରାଷ୍ଟ୍ରପତି ଥାନ୍ତି ସେଇ ରାଷ୍ଟ୍ରପତିଙ୍କ ଦ୍ୱାରା ହିଁ ବାହାର ହୋଇଥାନ୍ତି ବୋଲି କୁହାଯାଉଛି ବା ପଦଚ୍ୟୁତ ହୋଇଥାନ୍ତି। କାର୍ଯ୍ୟାବଳୀ ଦେଖନ୍ତୁ କ'ଣ ଅଛି। ଭୋଟର ତାଲିକା ପ୍ରସ୍ତୁତି ଯିଏ ଥାଏ ପିଲାମାନେ ଯିଏ ଥାଏ ନିର୍ବାଚନ ଆୟୋଗ ତାଙ୍କେ ଭୋଟର ତାଲିକା ତିଆରି କରିବେ ଓ ତା ସହିତ ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ସମ୍ବନ୍ଧରେ ବିଜ୍ଞପ୍ତି ଜାରି କରିବେ। ନିର୍ବାଚନ ତାରିଖ କେବେ ତାରିଖ ହେବା ଉଚିତ ଓ ତା ସହିତ ସେଇ କାର୍ଯ୍ୟର ସୂଚୀ କ'ଣ ବା ସେଇ କାର୍ଯ୍ୟସୂଚୀ କ'ଣ ବୋଲି କୁହାଯାଉଛି ସେହି ସମ୍ବନ୍ଧରେ ବିଜ୍ଞପ୍ତି ଜାରି କରିଥାନ୍ତି। ଦଳମାନଙ୍କୁ ସ୍ୱୀକୃତି ଓ ସଂକେତ ପ୍ରଦାନ ଯେଉଁମାନେ ଦଳ ଥାନ୍ତି ସେମାନଙ୍କୁ ସ୍ୱୀକୃତି ଦିଆଯାଏ ଓ ସଂକେତ ପ୍ରଦାନ କରାଯାଇଥାଏ ଯିଏକି ଥାଏ ନିର୍ବାଚନ ଆୟୋଗ ସେସବୁ କରିଥାନ୍ତି ବୋଲି କୁହାଯାଉଛି। ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ନିର୍ବାଚନ ମଣ୍ଡଳୀ ସୀମା ଆଉ ଥରେ ନିର୍ଦ୍ଧାରଣ ବୋଲି କୁହାଯାଉଛି। ଆଚରଣ ସଂହିତା ପ୍ରସ୍ତୁତ ନେକ୍ସଟ। ପର୍ଯ୍ୟବେକ୍ଷଣ ନିଯୁକ୍ତି ପର୍ଯ୍ୟବେକ୍ଷକ ନିଯୁକ୍ତି ବୋଲି କୁହାଯାଉଛି। ପର୍ଯ୍ୟବେକ୍ଷକ ନିଯୁକ୍ତି ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ବା ଭଲ ଭାବରେ
ଚଳାଇବା ପାଇଁ ଏହା ପର୍ଯ୍ୟବେକ୍ଷକଙ୍କ ମାନଙ୍କୁ ନିଯୁକ୍ତି ଦେଇଥାନ୍ତି ବୋଲି କୁହାଯାଉଛି। ଦେଖନ୍ତୁ ଆଉ ଟିକେ ଅଛି, ଗଣମାଧ୍ୟମରେ ପ୍ରଚାର ପାଇଁ ଦଳମାନଙ୍କୁ ସମୟ ନିର୍ଦ୍ଧାରଣ। ଗଣମାଧ୍ୟମ ଯାହାକି ଲୋକମାନଙ୍କ ଦ୍ୱାରା ପ୍ରଚାର ହୋଇଥାଏ, ଦଳମାନଙ୍କୁ ସମୟ ନିର୍ଦ୍ଧାରଣ। କେଉଁ ସମୟରେ ସେଇ ପ୍ରଚାର ହେବ ତାହାକୁ ସେଇ ଦଳମାନଙ୍କୁ ସମୟ କିଛି ନିର୍ଦ୍ଧାରିତ କରାଯାଇଥାଏ ବୋଲି କୁହାଯାଉଛି, ନିର୍ଦ୍ଧାରଣ ହୋଇଥାଏ ବୋଲି କୁହାଯାଉଛି। ନେକ୍ସଟ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପରାମର୍ଶ। ରାଷ୍ଟ୍ରପତି ଓ ତା ସହିତ ରାଜ୍ୟପାଳଙ୍କୁ ପରାମର୍ଶ ବୋଲି କୁହାଯାଉଛି। ନେକ୍ସଟ, ଅସାଧୁ ଉପାୟକୁ ପ୍ରତିରୋଧ। ନେକ୍ସଟ, କର୍ମଚାରୀ ନିଯୁକ୍ତି। କେଉଁମାନେ କାମ କରିବେ ସେମାନଙ୍କୁ ନିଯୁକ୍ତି ବୋଲି କୁହାଯାଉଛି। କେମିତି ଦେଖନ୍ତୁ, ଏହା ନିର୍ବାଚନକୁ ଭଲ ଭାବରେ ଚଳାଇବା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପରାମର୍ଶ କ୍ରମେ କିଏ ଥିବେ, କାହା ଅନୁସାରେ ରାଷ୍ଟ୍ରପତି ଓ ତା ସହିତ ରାଜ୍ୟପାଳ, ଯିଏକି ଗୋଟେ ରାଜ୍ୟରେ ରାଜ୍ୟପାଳ ରହିଥାନ୍ତି, ତାଙ୍କ ଅନୁସାରେ ହିଁ ଆବଶ୍ୟକ ପଡ଼ିଲେ କର୍ମଚାରୀ ବା ଯିଏକି କାର୍ଯ୍ୟ କରିଥାଏ ସେ କର୍ମଚାରୀମାନଙ୍କୁ ଯୋଗ ଦିଆଯାଇଥାଏ ବୋଲି କୁହାଯାଉଛି। ନେକ୍ସଟ ବା ଲାଷ୍ଟ ପଏଣ୍ଟ ଦେଖନ୍ତୁ, ପୁନଃ ଭୋଟଦାନ ପାଇଁ ଆଦେଶ। କେମିତି ଆଦେଶ ଦିଆଯିବ? ଆଉ ଥରେ ଭୋଟଦାନ ପାଇଁ ଆଦେଶ। ଦେଖନ୍ତୁ, ନିର୍ବାଚନ ସମୟରେ ଭୋଟ କେନ୍ଦ୍ର ଦଖଲ ବା ଅସାଧୁ ଉପାୟରେ ନିର୍ବାଚନ ଅନୁଷ୍ଠିତ ହେଲା ବୋଲି ପ୍ରମାଣ ମିଳିଲେ ପୁନଃ ଭୋଟଦାନ ପାଇଁ ଏହା ସୁପାରିଶ କରିଥାଏ ବୋଲି କୁହାଯାଉଛି। ଏହା ସୁପାରିଶ କରିଥାଏ। ଏହା ଥିଲା ପିଲାମାନେ, ଏହା ଥିଲା ସିଲେକ୍ଟେଡ ଲଙ୍ଗ୍ କୋଶ୍ଚିନ୍ ପଲିଟିକାଲ ସାଇନ୍ସର କୋର୍ 8 ୟୁନିଟ୍ 4ର ସିଲେକ୍ଟେଡ ଲଙ୍ଗ୍ କୋଶ୍ଚିନ୍, ଯାହାକି ସିଲାବସ୍ରେ ଅଛି ସେହି ଅନୁସାରେ ଭିଡ଼ିଓ ଅପଲୋଡ଼ ଅଛି। ଯଦି ପିଲାମାନେ ଏହାକୁ ମିସ୍ କରିବେ ତାହେଲେ ଆପଣଙ୍କର 8 ମାର୍କ ସହିତ 5 ମାର୍କ ଓ ତା ସହିତ 2 ମାର୍କ, ଏଇ ଭିତରୁ ହିଁ ପିଲାମାନେ 1 ମାର୍କ ପଚାରିଥାଏ, ଏଇ ଭିତରୁ ହିଁ 2 ମାର୍କ ପଚାରିଥାଏ, ଏଇ ଭିତରୁ ହିଁ 5 ମାର୍କ ପଚାରିଥାଏ ଓ ତା ସହିତ ଏଇ ଭିତରୁ ପିଲାମାନେ ଯେମିତି ବୁଲେ କିନା ଲଙ୍ଗ୍ କୋଶ୍ଚିନ୍ ପଚାରି ଦେଇଥାଏ। ଯଦି ପିଲାମାନେ ଏବେରୁ ହିଁ ପଢ଼ିବେ ତାହେଲେ ଆପଣଙ୍କର ଏକ୍ଜାମ୍ ବେଷ୍ଟରୁ ବେଷ୍ଟ ହେବ। ଏବଂ ଯେଉଁମାନେ କି ଏହି ଚ୍ୟାନେଲରେ ପ୍ରଥମ ଥର ଆଉଛନ୍ତି ଏବଂ ଯେଉଁମାନେ କି ରମାଦେବୀ ଓମେନ୍ସ ୟୁନିଭର୍ସିଟିର କୋଶ୍ଚିନ୍ ପେପର ଦେଖିନାହାନ୍ତି, ତାହେଲେ ଆଉ ଟାଇମ୍କୁ ୱେଷ୍ଟ କରନ୍ତୁ ନାହିଁ। ଯଥା ଶୀଘ୍ର ପିଲାମାନେ ଯାଇକି ସେସବୁ ଭିଡ଼ିଓ ୱାଚ୍ କରିନିଅନ୍ତୁ। ଯଦି ୱାଚ୍ କରିବେ ପିଲାମାନେ ତାହେଲେ ଆପଣ ଜାଣିପାରିବେ କି କେମିତି କୋଶ୍ଚିନ୍ ଆସୁଛି ଏବଂ ଯାହା ଯାହା ପଢ଼େଇଛି ସେ ଭିତରୁ ପିଲାମାନେ ସବୁ ଯାକ ବାହାରିଛି। ଜୟ ଜଗନ୍ନାଥ।